ଖଲିକୋଟ ପୁଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ଖଲିକୋଟ ଅଞ୍ଚଳରୁ ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଖଲିକୋଟ ପୁଲିସ 2 ଜଣ ଚୋରକୁ ଧରିବାରେ ସଫଳ ହୋଇଛି। ରମ୍ଭା ପାହାଡ଼ ସାହି ବାସିନ୍ଦା 2 ଜଣ ସ୍ୱାମୀ ଓ ସ୍ତ୍ରୀ ଖଲିକୋଟ ଅଞ୍ଚଳର ପଥରା, କେଶପୁର ଓ ରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ମନ୍ଦିରରୁ ଚୋରି କରି ଆସୁଥିଲେ। ଆଜି ଖଲିକୋଟ ପୁଲିସ ଜାତୀୟ ରାଜପଥରେ ଗାଡ଼ି ଚେକିଂ କରୁଥିବା ସମୟରେ ଏକ ସ୍କୁଟି ଯୋଗେ ସ୍ୱାମୀ ଓ ସ୍ତ୍ରୀ ଯାଉଥିବା ବେଳେ ପୋଲିସ ସନ୍ଦେହ କରି ତାଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ସ୍କୁଟି ଡିକିରୁ ନଗଦ 30,000 ଟଙ୍କା, 3 ଗୋଟି ମୋବାଇଲ, ଗୋଟିଏ ସୁନା ଖଡ଼ିକା ଓ ରୂପାର ଲକେଟ୍ ସହିତ ଗୋଟିଏ ଲୁହା ରଡ଼, ସ୍କ୍ରୁଡ୍ରାଇଭର ସେମାନେ ବ୍ୟବହାର କରୁଥିବା ସ୍କୁଟିରୁ ଜବତ କରିବା ସହିତ 2 ଜଣଙ୍କୁ ଗିରଫ କରିଛି ଖଲିକୋଟ ପୋଲିସ। ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ଅଭିଯୋଗ ଆସିବା ପରେ ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ଥାନା ଏବଂ ଖଲିକୋଟ ଥାନାକୁ ନେଇ 2ଟି ଟିମ୍ ଗଠନ କରାଯାଇଥିଲା, ଯାହା ଆଜି ପୁଲିସକୁ ସଫଳତା ମିଳିଛି। ଛତ୍ରପୁର ଏସ୍ଡିପିଓ ଆଜି ଏକ ପ୍ରେସ୍ ମିଟ୍ରେ କହିଛନ୍ତି। ଗତ 2 ମାସ ହେଲା ଆମର ଖଲିକୋଟ ଆଉ ରମ୍ଭା ଥାନା ଏରିଆରେ ବିଭିନ୍ନ ମନ୍ଦିରରୁ ହୁଣ୍ଡି ଚୋରି ଅଭିଯୋଗ ଆସିଲା। ସେଥିପାଇଁ ଆମର ସବୁଦିନ ସକାଳେ ନାକା ଲାଗିଥିଲା। ଆଉ ଆମେ ପଥରା ମନ୍ଦିର ଚୋରି ବେଳେ ଆମେ ଗୋଟେ CCTV ଫୁଟେଜ ପାଇଥିଲୁ। CCTV ଫୁଟେଜରେ ପାଇଥିଲୁ ଯେ ଗୋଟେ ପୁରୁଷ ଲୋକ ଗୋଟେ ସ୍ତ୍ରୀ ଲୋକ ଏ ଘଟଣା କରୁଛନ୍ତି। ଆଉ ସେଇ CCTV ଫୁଟେଜକୁ ଆଧାର କରି ଆମର ଆଜି ସକାଳେ ଆମର ପୋଲିସ ବ୍ଲକିଂ ଚାଲିଥିଲା। ସେଇ ସ୍ୱାମୀ ସ୍ତ୍ରୀକି ଆମେ ଦେଖିବାକୁ ପାଇଲୁ। ଆମର ସେଠୁ ସନ୍ଦେହ ହେଲା ସେ ନାଲି ସ୍କୁଟି ରଙ୍ଗର ସ୍କୁଟିରେ ସେମାନେ ଆସୁଥିଲେ, ଟୁୱାର୍ଡସ୍ ବ୍ରହ୍ମପୁର ଯାଉଥିଲେ। ଆମର କେଶପୁର ପାଖରେ ବ୍ଲକିଂ ଥିଲା। ସେ ଉଭୟ ସ୍ୱାମୀ ସ୍ତ୍ରୀକୁ ଆମେ ଧରିବାକୁ ସକ୍ଷମ ହେଲୁ ଏବଂ ସନ୍ଦେହରେ ଗାଡ଼ି ଚେକ୍ କଲା ବେଳକୁ ଗାଡ଼ି ଡିକିରେ ପୁରା ଯେଉଁ ଖୁଚୁରା ପଇସା ପୁରା ଭର୍ତ୍ତି ହେଇକି ଥିଲା। ସେଠୁ ଆମର ସନ୍ଦେହ ହେଲା। ସନ୍ଦେହ ହେଇକି ଇଣ୍ଟରୋଗେସନ୍ କଲା ପରେ ସେଠି ସେମାନେ କନଫେସ୍ କଲେ ଯେ ଆମେ ଏ ଆଖପାଖରେ 4 ଗୋଟି ମନ୍ଦିରରୁ ଏଇ 2 ମାସ ଭିତରେ ଚୋରି କରିଛୁ। ତାପରେ ସେମାନେ ମଧ୍ୟ ପୋଲିସକୁ ଲିଡ୍ କରି ଆଜି ସେ ଯେଉଁ ହୁଣ୍ଡି ଗୋଟେ ଜାଗାରୁ ଯେଉଁ ପଥରାରୁ ଚୋରି ହେଇଥିଲା, ପଥରା ମନ୍ଦିରରୁ ମାଙ୍କ ମନ୍ଦିରରୁ ସେ ହୁଣ୍ଡିକି ମଧ୍ୟ ରିକଭରି ଦେଲେ ଏବଂ ଆମର ଗୁପ୍ତେଶ୍ୱର ମନ୍ଦିର, ବାଣେଶ୍ୱର ମନ୍ଦିର ଆଉ ଯେଉଁ ଆମର ଅଳେଶ୍ୱର ମନ୍ଦିର ଯେଉଁ ଶିବ ମନ୍ଦିରରୁ ଚୋରି କରିଥିବା ଟଙ୍କାକୁ ମଧ୍ୟ ସେ ଘରେ ରଖିଥିଲେ ଆଉ ସମସ୍ତ ଟଙ୍କାକୁ ମଧ୍ୟ ରିକଭରି ଦେଲେ। ଆମେ 2 ଜଣଙ୍କୁ ଡିଟେନ୍ କରି ରଖିଛୁ। ସେ 2 ଜଣ ଲୋକ ହେଲେ ରମ୍ଭା ପାହାଡ଼ ସାହି ସେ କୃଷ୍ଣଚନ୍ଦ୍ର ବେହେରା ଏବଂ ତାଙ୍କ ୱାଇଫ୍ ଦୀପ୍ତିମୟୀ ବେହେରା। ସେମାନେ ପାହାଡ଼ ସାହି ODRP କଲୋନୀ ରମ୍ଭାରେ ତାଙ୍କ ଘର। ଏବେ ଆମେ ସେଟା ଇନକ୍ୱାରି ଚଲେଇଛୁ, ଦେଖିବୁ କେତେ କୋଉଠି ଚୋରି କରିଛନ୍ତି। ଆମକୁ ବର୍ତ୍ତମାନ ସେମାନେ କନଫେସ୍ କରିଛନ୍ତି 4 ଗୋଟି କେସ୍ରେ 4 ଗୋଟି ମନ୍ଦିରରୁ ଚୋରି କରିଛନ୍ତି ବୋଲି। ନାଇଁ, CCTV ଫୁଟେଜରେ ଆମେ 2 ଜଣଙ୍କୁ ପାଇଥିଲୁ। ତାପରେ ଆମେ 2 ଜଣ ଧରିବାକୁ ସକ୍ଷମ ହେଇଛୁ। ତାପରେ ତଦନ୍ତ ଚାଲିছে, ଯଦି ଆଙ୍କର କିଏ ସାଥୀ ଥିବେ ସେମାନଙ୍କୁ ନିଶ୍ଚିତ ଧରାଯିବ। ନା ଉଦ୍ଦେଶ୍ୟ ବୋଲି କ'ଣ, ସେମାନେ ମନ୍ଦିରକୁ ଟାର୍ଗେଟ କରନ୍ତି, ସେଟା ଡାଇରେକ୍ଟ ପଇସା ପାଇଯାଉଛନ୍ତି ମନ୍ଦିରରୁ। ଆଉ ସେମାନେ ସେମାନଙ୍କର ସେ ପଇସାକୁ ମଧ୍ୟ କିଛି ଖର୍ଚ୍ଚ କରିଦେଇଛନ୍ତି। ଆଉ ଯେତିକି ଟଙ୍କା ଚୋରି ହେଇଥିଲା ସେ ରିକଭରି ହେଇଛି। ନା ଆମେ ତ କନଫେସ୍ କରୁଛନ୍ତି ଯେ କିଛି ଖର୍ଚ୍ଚ କରିଦେଇଛନ୍ତି, 2 ମାସ ଭିତରେ କିଛି ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ଆଉ ଆଜି ଏତିକି ଟଙ୍କା ରିକଭରି ହେଇଛି। ଆଉ ସେମାନେ ଜେନେରାଲି ରାତି 11ଟା 12ଟା ବେଳେ ବାହାରି ଯାଆନ୍ତି ଏବଂ ରାତି 3ଟା ଭିତରେ ରିଟର୍ଣ୍ଣ କରିଯାଆନ୍ତି। ସେତେବେଳେ ସବୁ ଲୋକ ଶୋଇ ପଡ଼ିଥାନ୍ତି। ଆଉ ମନ୍ଦିର ସେମାନଙ୍କ ଇଜି ଟାର୍ଗେଟ ହେଉଥିଲା ମନ୍ଦିର। ସେମାନେ ମନ୍ଦିରରୁ ହିଁ ଚୋରି କରୁଛନ୍ତି। ଅନ୍ୟ ଥାନାକୁ ଆମେ ଭେରିଫିକେସନ କରୁଛୁ, ଦରକାର ପଡ଼ିଲେ ସେମାନେ ଇଣ୍ଟିମେସନ ଦେବୁ, ସେମାନେ ମଧ୍ୟ ଆସି ଇଣ୍ଟରୋଗେଟ୍ କରିବେ। ଆମ ଥାନାରୁ 3ଟା କେସ୍ ହେଇଛି। ଆମ ଥାନାରେ 3ଟା କେସ୍, ଗୋଟେ ବାଣେଶ୍ୱରୀ ମନ୍ଦିର ଯେଉଁଟା ହେଇଛି ଚୋରି, ଆଉ ଗୁପ୍ତେଶ୍ୱର ମନ୍ଦିର ଚୋରି ସେମାନେ କନଫେସ୍ ମଧ୍ୟ କରିଛନ୍ତି, ଆଉ ପଥରାରେ ମାଙ୍କ ମନ୍ଦିରର ଚୋରି, ଆଉ ରମ୍ଭା ଥାନା ଏରିଆରେ ଅଳେଶ୍ୱର ମନ୍ଦିରଙ୍କର ଚୋରି କରିଛନ୍ତି। ସର୍କମଷ୍ଟାନ୍ସେସ୍ କ'ଣ, ସେ ତ ସବୁଦିନ ରାତି 11ଟା ଯେଉଁଦିନ ତାଙ୍କର ପଇସା ଦରକାର ହେଲା ଖର୍ଚ୍ଚ କରିଦେଲେ ସରିଗଲା, ସେମାନେ ଯାଆନ୍ତି ଇଜି ଟାର୍ଗେଟ ମନ୍ଦିରର ହୁଣ୍ଡିକି ଟାର୍ଗେଟ କରନ୍ତି। ଆଉ ପେଶା ସେମିତି କିଛି ଇଏ ନାହିଁ,
ଏମିତି କେଉଁଠି କାମ ଦାମ କରିକି ଚଳନ୍ତି ପ୍ଲସ୍ ଏମିତି ଚୋରି କରନ୍ତି ଲେବର କ୍ଲାସ୍।